ଆପଣଙ୍କର ବାଲିଯାତ୍ରା ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି। ଆପଣଙ୍କର ଯେଉଁ ଆଗରୁ ଆଲିଗେସନ୍ ଆସୁଥିଲା ଯେ ଆପଣଙ୍କର କଞ୍ଜେସନ୍ ହେଉଛି, ଯିବା ଆସିବା ଯେଉଁ ଅସୁବିଧା ହେଉଛି, ସେଥିପାଇଁ ଆମେ ଅଧିକା ପାର୍କିଂ ପ୍ଲେସେସ୍ ମଧ୍ୟ ଏଥର ଆଇଡେଣ୍ଟିଫାଇ କରିଛୁ ଏବଂ ପାର୍କିଂର ଯେଉଁ ରେଟ୍ଟା ଗଲା ବର୍ଷ ଥିଲା ତାଠୁ ମଧ୍ୟ ଆମେ କମ୍ ରଖିଛୁ। ତା ସହିତ ଗୋଟେ ଆମେ ଗ୍ରୀନ୍ କରିଡର ଏଥର ପୁରା ଡେଭଲପ୍ ହେଇଛି। ଧରନ୍ତୁ ଆବଶ୍ୟକ ସ୍ଥଳେ ଯଦି କୌଣସି ଆମ୍ବୁଲାନ୍ସ ଯାଉଛି ତାହେଲେ ତାକୁ ଆମେ ସିଧା ଏସିବିକୁ କେମିତି ଯିବ ସେଇଟା ଆପଣ ନଦୀ କଡ଼େ କଡ଼େ ଗୋଟେ ଆପଣଙ୍କର ରୋଡ଼ ମଧ୍ୟ ଡେଭଲପ୍ କରାଯାଇଛି, ସେଠି ଆମେ ଗ୍ରୀନ୍ କରିଡର ମାଧ୍ୟମରେ ପଠାଇଦେବୁ। ତା ସହିତ ଯେଉଁ ପାର୍କିଂ ପ୍ଲେସ୍ରୁ ଆପଣଙ୍କର ଯେଉଁ ଲୋକମାନେ ଆସିବେ ବାଲିଯାତ୍ରା ଦେଖିବା ପାଇଁ ତା ପାଇଁ ମଧ୍ୟ ଆମେ କିଛି ସରକାରୀ ବସ୍ର ବ୍ୟବସ୍ଥା କରୁଛୁ। ସେମାନେ ଗାଡ଼ି ରଖି ସାରିଲା ପରେ ଆପଣ ବସ୍ରେ ଆପଣ ବାଲିଯାତ୍ରା ପଡ଼ିଆକୁ ଆସିପାରିବେ। ତା ସହିତ ଆପଣମାନେ ଦେଖିଥିବେ ଗ୍ରାଉଣ୍ଡରେ ଯେ ବର୍ତ୍ତମାନ ପ୍ରାୟ ଆପଣଙ୍କର 70-80% ଲୋକ ତାଙ୍କର ଅଲରେଡ଼ି ଷ୍ଟଲ୍ ବି ଆପଣଙ୍କର ସେମାନେ ବର୍ତ୍ତମାନ ତିଆରି କରିସାରିଲେଣି, ଆଉ ଅନ୍ୟମାନେ ତିଆରି କରୁଛନ୍ତି। ଆଉ ଏ ବର୍ଷ ଅଧିକ ଆକର୍ଷଣୀୟ ଭାବରେ ଆପଣଙ୍କର ବାଲିଯାତ୍ରାଟି ହେବ। ଓର୍ମାସ୍ ସେଟାକୁ ଆମର ଯେଉଁ DRDA ତାକୁ ଦେଖୁଛି। ଓର୍ମାସରେ ଆପଣଙ୍କର 595ଟି ଆପଣଙ୍କର ଷ୍ଟଲ୍ ଅଛି ଏବଂ ତାକୁ ବିଭିନ୍ନ ଯେଉଁ ଆପଣଙ୍କର ଜିଲ୍ଲାର ଲୋକ ଆସୁଛନ୍ତି ତାଙ୍କୁ ସେମାନେ ଆବଣ୍ଟନ କରୁଛନ୍ତି। ତା ବାଦ ମଧ୍ୟ କିଛି ଲୋକ ଯେଉଁମାନେ ଅଲଗା ଜିଲ୍ଲାର ଅଛନ୍ତି, ଯାହାକୁ ଅଧିକା ଆପଣଙ୍କର ଦରକାର ଅଛି, ସେମାନେ ମଧ୍ୟ ଆପଣଙ୍କର ଯେଉଁ ପ୍ରାଇଭେଟ୍ ପ୍ଲଟ୍ ରହିଲା ସେଥିରେ ମଧ୍ୟ ଆପଣ ଅକ୍ସନ୍ ମାଧ୍ୟମରେ ସେମାନେ ପାର୍ଟିସିପେଟ୍ କରିକି ନେଇଛନ୍ତି। ହଁ, ବିଭିନ୍ନ ଷ୍ଟେଟ୍ରୁ ଆପଣଙ୍କର ଆସୁଛନ୍ତି। ତା ସହିତ ଆପଣଙ୍କର ଓର୍ମାସ ବାଦ ଆପଣଙ୍କର ଯେମିତି ହେଲା ଟେକ୍ସଟାଇଲ୍, ବୈନିକା, ହ୍ୟାଣ୍ଡିକ୍ରାଫ୍ଟ, ତା ପାଇଁ ଆମେ ଅଲଗା ଜାଗା ଦେଇଛୁ। ସେଇ ଜାଗାରେ ମଧ୍ୟ ଆପଣଙ୍କର ବିଭିନ୍ନ ଆପଣଙ୍କର ବ୍ୟବସାୟୀ ବିଭିନ୍ନ ରାଜ୍ୟରୁ ଆସି ସେଇଠି ଆପଣଙ୍କର ବ୍ୟବସାୟ କରିବେ। ହଁ, ପ୍ରିପାରେସନ୍ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଜିଲ୍ଲାପାଳ ଏବଂ DCP ନିଜେ ତାକୁ ତଦାରଖ କରୁଛନ୍ତି। ତା ସହିତ ଆପଣଙ୍କର ଜାଣିଛନ୍ତି ହାଇକୋର୍ଟର ମଧ୍ୟ ଯେଉଁ ଆପଣଙ୍କର ନିର୍ଦ୍ଦେଶନାମା ଥିଲା, ହାଇକୋର୍ଟ ମଧ୍ୟ ତାକୁ ତଦାରଖ କରୁଛନ୍ତି। ଏଥର ଆମେ ଯେତିକି ଆମର ନେଟୱାର୍କ ପ୍ରୋଭାଇଡର୍ସ ଅଛନ୍ତି, ଆପଣମାନେ ଜାଣିଥିବେ ସେ ଯେଉଁ ମୋବାଇଲ ଟାୱାର କାଉ ଯେଉଁଟା କହୁଛନ୍ତି, ଆପଣଙ୍କର ଏୟାରଟେଲ୍, ଜିଓ ଫାଇବର, BSNL ତାଙ୍କୁ କୁହାଯାଇଥିଲା, ସେମାନେ ଦେଇଛନ୍ତି। ତା ସହିତ ଆପଣଙ୍କର ଯେଉଁ ଏକ୍ଜିଷ୍ଟିଂ ଆମର ଯେଉଁଟା ଥିଲା ତାର ମଧ୍ୟ ସେମାନେ ବ୍ୟାଣ୍ଡୱିଥ୍ ବଢ଼େଇଛନ୍ତି। ତା ସହିତ ଆପଣଙ୍କର ଯେଉଁ ପ୍ରୋବ୍ଲେମ୍ ରହେ ଆପଣଙ୍କ ଖୁଚୁରା ଆଉ ସେଥିପାଇଁ ଆପଣଙ୍କର UPI ପେମେଣ୍ଟ ପାଇଁ ମଧ୍ୟ ଏବେ ବିନା ନେଟୱାର୍କରେ ଯେଉଁ ଆପଣଙ୍କର ଯଦି ATM ନେଇକି ଆସିବେ, ଏୟାରଟେଲ୍ ପେମେଣ୍ଟସ୍ ଆପଣଙ୍କର ଯେଉଁଟା ହେଉଛି ଆଧାର ଯେଉଁ ଏନେବଲ୍ଡ ATMs ଏବେ ଆମେ ଲଗେଇବୁ ଆପଣ ବାଲିଯାତ୍ରା ପଡ଼ିଆରେ। ନାଇଁ, ସେଥିପାଇଁ ଆପଣଙ୍କର ଯେଉଁଟା ଓର୍ମାସ ଏରିଆରେ ଏବଂ କିଛି କିଛି ଜାଗାରେ ଆମେ ତାକୁ ଟେମ୍ପୋରାରୀ ଆପଣଙ୍କର ହଟସ୍ପଟ୍ ଜୋନ୍ ତାକୁ ଆମେ ପ୍ରୋଭାଇଡ଼ କରିବା ପାଇଁ BSNL କୁହାହେଇଛି। ସେଇଟା ମଧ୍ୟ ଆପଣଙ୍କର ହେଉଛି, ଓର୍ମାସ ଭିତରେ ଆପଣଙ୍କର ହେଉଛି ଏବଂ କିଛି କିଛି ଆପଣଙ୍କର ଯେଉଁଟା ପ୍ରମୁଖ ଜାଗା ରହିଲା ସେ ଜାଗାରେ କରାଯାଇଛି ଏବଂ ସେଇ ଜାଗାରେ କାଉ ମଧ୍ୟ ଆପଣଙ୍କର ଦିଆହେଇଛି। ତା ପାଇଁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଜାଗା ଆପଣଙ୍କର କଟକ ସାଇଡ଼କୁ ଆପଣଙ୍କର ଯେଉଁ ରହିଲା ଆମର ହର୍ଟିକଲଚର, ଏଗ୍ରିକଲଚର, ଭେଟେନାରୀର ଯେଉଁ ଷ୍ଟଲ୍ ଲାଗିବ ଏବଂ କଟକ ତାଙ୍କୁ ସେଇ ମଝାମଝି ଗୋଟେ ଆପଣଙ୍କ ଜାଗା ଦିଆହେଇଛି, ଯଦ୍ୱାରା କି ସିଏ ବି ଫିଲ୍ କରିବେନି ଯେ ତାଙ୍କୁ ଆଉଟସ୍କିଟ୍ରେ କେଉଁଠି ଦେଇଦେଲେ ଏବଂ ତାଙ୍କର ଲାଇଭଲିହୁଡ଼ ଉପରେ ଆଫେକ୍ଟ ହେବ ବୋଲି। ସେ ଅନୁସାରେ ସେ ଜାଗା ଆମେ ପାଖାପାଖି 1 ଲକ୍ଷ ବର୍ଗ ଫୁଟ ଜାଗା ଆମେ ଆଇଡେଣ୍ଟିଫାଇ କରିଛୁ ଏବଂ ତାଙ୍କ ପାଇଁ ଯେମିତି ସବୁ ପ୍ରକାର ସୁବିଧା ଯେମିତି ରହିଲା, ଆପଣଙ୍କର ପାନୀୟ ଜଳ ରହିଲା, ଇଲେକ୍ଟ୍ରିସିଟି ରହିଲା, ତାଙ୍କ ପରିମଳ ପାଇଁ ଆପଣଙ୍କ ଟଏଲେଟ୍ସ, ଏସବୁ ଜିନିଷ ଆମେ ମଧ୍ୟ ତା ସହିତ ପ୍ରୋଭାଇଡ଼ କରୁଛୁ। ଏଥର ଆପଣଙ୍କର କଟକରେ ଆପଣଙ୍କର ଓଲିଉଡ଼ର ଯେଉଁ ଆପଣଙ୍କର ରହିଛି ସେଇ ଥିମ୍ ବେସ୍ରେ ଆପଣଙ୍କର ହେବ। ପୁରୁଣା ଆମର ବିଗତ ଦିନରେ ଯେଉଁ ଓଡ଼ିଆ ଚଳଚ୍ଚିତ୍ର ଥିଲା, ସେ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ କଟକର ବହୁତ ଅବଦାନ ଅଛି। ତାକୁ ଆପଣମାନେ ଏ ବର୍ଷ କଟକରେ ତାକୁ ଦେଖିବେ। ବାଲିଯାତ୍ରା ବର୍ତ୍ତମାନ ସୁଦ୍ଧା ଆପଣଙ୍କର 8ଟି କାଉ ଆପଣଙ୍କର ଯେଉଁ ମୋବାଇଲ ଟାୱାର ସବୁ ଲାଗିଛି, ଆମେ ତାଙ୍କୁ ରିକ୍ୱେଷ୍ଟ କରିଥିଲୁ ମିନିମମ୍ 15-20ଟା ଲଗାଇବା ପାଇଁ। ତାଙ୍କର ଆଭେଲେବିଲିଟି ଦେଖିକି ସେମାନେ ତାକୁ ଲଗାଇବେ। ଏକକାଳୀନ ଆପଣଙ୍କ ଏତେ ଯେଉଁ କଞ୍ଜେସନ୍ ରହିଯାଏ, ଆପଣଙ୍କର ଫୁଟଫଲ୍ ଏତେ ଅଧିକା ହେଇଯାଏ, ନେଟୱାର୍କ କଞ୍ଜେସନ୍ର ଆମେ ଚେଷ୍ଟା ତ କରୁଛୁ, କିନ୍ତୁ କେତେ ଦୂର ସକ୍ସେସ୍ ହେବ ସେଇଟା ସେଇ ଟାଇମ୍ରେ ହିଁ ଜଣାପଡ଼ିବ।